ଏଇ 45 କି 46 ବୟସ। ବୟସ୍କା ମହିଳା ଜଣେ ହଠାତ୍ ଖବର ପାଇଲେ ଆଉ ବାହାରି ଗଲେ କେଉଁଝର। ତାଙ୍କ ପୁଅର କୁଆଡେ ଆକ୍ସିଡେଣ୍ଟ ହେଇଯାଇଛି। ସେ ମେଡିକାଲରେ ଅଛି। ପହଞ୍ଚି ଦେଖିଲା ବେଳକୁ ହାତ ଗୋଡ଼ ସବୁଠି ପଟି ଲାଗିଛି। ଭାଙ୍ଗି ଯାଇଛି ନା କଣ? ହଁ, ଭାଙ୍ଗି ଯାଇଛି। 3 ରୁ 4 ମାସ ଲାଗିବ ଠିକ ହବା ପାଇଁ। ଆପଣ ତାକୁ ଘରକୁ ନେଇଯାଆନ୍ତୁ, ଯତ୍ନ କରନ୍ତୁ, ଧ୍ୟାନ ଦିଅନ୍ତୁ, ଠିକ ହେଇଯିବ। ଡାକ୍ତର ଏଇ କଥା କହିଲେ। ଘରେ ପୁଅକୁ ଗାଧେଇ ଦଉଥାନ୍ତି। ପୁଅ ଆଖିର ଲୁହ ସତେ ଯେମିତି ମା ହାତରେ ପଡି ଉଷୁମ ଲାଗିଲା। ଲୁହର କାରଣ ପୁଅର ଭାବନା ବୋଧେ। ମା ଜାଣି ଶୁଣି ପଚାରିଲେ, କଣ ହେଇଛି? ପୁଅ କହିଲା, ନାଇଁ ମା, କିଛି ନାଇଁ। ଆରେ, ତୁ ଠିକ ହେଇଯିବୁ। କଣ ଭାବୁଛୁ ମ? ପୁଅ କହିଲା, ନାଇଁ ମା, ମନେ ପଡୁଛି ସେଇ ଦିନ କଥା ସବୁ। ତୁ ବି ମେଡିକାଲରେ ଥିଲୁ, କିନ୍ତୁ ମୋ ଦରମା କଟିଯିବ ବୋଲି ମୁଁ ଆସିଲିନି କି ତୋ ପାଖେ ଠିଆ ବି ହେଲିନି। ସେଇ ସମୟରେ ତୁ ମତେ ଖୋଜୁଥିଲୁ ନା, ହେଲେ ତୁ ଆଜି ପୁଣି ମତେ ସେବା କରିକି ଏ ପୁନର୍ଜନ୍ମ କାହିଁକି ଦଉଛୁ? ତତେ ଜନ୍ମ ଦେବାକୁ ଯେତିକି ବି କଷ୍ଟ ପାଇଥିଲି, ଏ କଷ୍ଟ କିଛି ନୁହେଁ ରେ ପୁଅ। ମୋ ଧନଟା ପରା, ମୋ କଥା ଶୁଣ। ମୁଁ ପରା ମା, ମୁଁ ବଞ୍ଚେ କି ମରେ, ଛୁଆ ପାଇଁ ତ ଲୋଭ ରହିବ। ସେ ଦୁନିଆ ମତେ ଡାହାଣୀ କହୁ କି ମା